ଲଗାଣ ବର୍ଷାରେ କୁମ୍ଭାରପଡ଼ା ପଞ୍ଚାୟତର ଦୁର୍ଦ୍ଦଶା। ଘରେ ପଶିଲାଣି ପାଣି, ରାସ୍ତାରେ ନଦୀର ଭ୍ରମ। ତ ନମସ୍କାର ଦର୍ଶକ ବନ୍ଧୁ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର କୁମ୍ଭାରପଡ଼ା ପଞ୍ଚାୟତରୁ ଆସିଛି ଲଗାଣ ବର୍ଷାକୁ ନେଇ ଚିନ୍ତାଜନକ ଚିତ୍ର। ଘଣ୍ଟା ଘଣ୍ଟା ଧରି ବର୍ଷା ହେବା ପରେ ଅନେକ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି। ତ ହଁ ଦର୍ଶକ ବନ୍ଧୁ, କେଉଁଠି ଘର ଭିତରକୁ ପାଣି ପଶିବା ଆରମ୍ଭ କରିଛି, ତ ଆଉ କେଉଁଠି ଘର ସାମ୍ନା ରାସ୍ତାରେ ପାଣି ଜମି ନଦୀ ଭଳି ପ୍ରବାହିତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ବର୍ଷା ପାଣି ଯିବ କୁଆଡ଼େ? କୁମ୍ଭାରପଡ଼ାରେ ବର୍ଷା ପରେ ବିଗିଡ଼ିଲାଣି ପରିସ୍ଥିତି। ଲଗାଣ ବର୍ଷା ପରେ କୁମ୍ଭାରପଡ଼ା ପଞ୍ଚାୟତର କିଛି ଅଞ୍ଚଳରେ ରାସ୍ତା ଉପରେ ପାଣି ଜମି ରହିଥିବାର ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ବର୍ଷା ହେଲେ ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି। ରାସ୍ତା ଉପରେ ଜମିଥିବା ପାଣି ଧୀରେ ଧୀରେ ଘର ଆଡ଼କୁ ଯାଉଛି। କେତେକ ପରିବାରଙ୍କର ଘର ଭିତରକୁ ମଧ୍ୟ ପାଣି ପଶିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘରେ ପଶିଲାଣି ପାଣି, ଚିନ୍ତାରେ ପରିବାର। ବର୍ଷା ଆସିଲେ ସବୁଠାରୁ ବେଶି ଚିନ୍ତାରେ ପଡୁଛନ୍ତି ତଳିଆ ଅଞ୍ଚଳରେ ରହୁଥିବା ପରିବାର। ଘରର ଚାରିପଟେ ପାଣି ଜମିବା ପରେ ଘର ଭିତରକୁ ପାଣି ପଶିଲେ ଲୋକଙ୍କର ଦୈନନ୍ଦିନ ଜୀବନ ଏକ ପ୍ରକାର ଅଟକିଯାଏ। ପିଲାମାନଙ୍କର ଚଳାଚଳ ଠାରୁ ଆରମ୍ଭ କରି ରୋଷେଇ ଘରର ସାମଗ୍ରୀ ସୁରକ୍ଷିତ ରହିବା ସବୁ କିଛିରେ ସମସ୍ୟା ଦେଖାଦିଏ। ବର୍ଷା ଆହୁରି ଜାରି ହେଲେ ପରିସ୍ଥିତି କ'ଣ ହେବ, ଏହାକୁ ନେଇ ଲୋକଙ୍କ ମନରେ ଭୟ ମଧ୍ୟ ରହିଛି। ରାସ୍ତାରେ ନଦୀ ଭଳି ବହୁଛି ପାଣି। ଆପଣ ଯଦି ଏହି ଦୃଶ୍ୟ ଦେଖିବେ, ତେବେ ଆପଣଙ୍କୁ ଅନୁମାନ କରିପାରିବେ ବର୍ଷା ପରେ ସ୍ଥିତି କେତେ ଗମ୍ଭୀର ହୋଇପାରେ। ଯେଉଁ ରାସ୍ତାରେ ସାଧାରଣ ଦିନରେ ଲୋକେ ଯାତାୟାତ କରନ୍ତି, ସେହି ରାସ୍ତା ଉପରେ ଏବେ ପାଣିର ସୁଅ ଦେଖିବାକୁ ମିଳୁଛି। ଯେଉଁଠି ପାଣି ଜମି ରହିଛି, ତ ଆଉ କେଉଁଠି ପାଣି ପ୍ରଭାବିତ ହେଉଛି। ଏଥିପାଇଁ ଯାତାୟାତ କରୁଥିବା ଲୋକଙ୍କୁ ମଧ୍ୟ ସତର୍କ ହୋଇ ଚଳାଚଳ କରିବାକୁ ପଡୁଛି। ସବୁଠାରୁ ବଡ଼ ସମସ୍ୟା ଜଳ ନିଷ୍କାସନ। ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ଏଠାରେ ବର୍ଷା ପାଣି ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ଡ୍ରେନେଜ ବ୍ୟବସ୍ଥା ନାହିଁ। ଯେଉଁ ଗୋଟିଏ ଡ୍ରେନ୍ ରହିଛି, ତାହା ଦ୍ୱାରା ସମସ୍ତ ବର୍ଷା ପାଣି ଠିକ୍ ଭାବେ ନିଷ୍କାସନ ହୋଇପାରିନଥିବାରୁ ପାଣି ରାସ୍ତା ଏବଂ ଘର ଆଡ଼କୁ ଯାଉଥିବା ଅଭିଯୋଗ ରହିଛି। ଏଠି ପ୍ରଶ୍ନ ଉଠୁଛି, ବର୍ଷା ଆସିବା ପୂର୍ବରୁ ଜଳ ନିଷ୍କାସନ ବ୍ୟବସ୍ଥା କାହିଁକି ସୁଧାରା ଯାଉନଥିଲା? ଯଦି ଗୋଟିଏ ଡ୍ରେନ୍ ଉପରେ ଅଧିକ ଅଞ୍ଚଳର ବର୍ଷା ପାଣି ନିର୍ଭର କରୁଛି, ତେବେ ଏହାର ସ୍ଥାୟୀ ସମାଧାନ କେବେ ହେବ? ଲୋକଙ୍କ ଦାବି କ'ଣ? ସ୍ଥାନୀୟ ବାସିନ୍ଦାମାନେ କେବଳ ବର୍ଷା ସମୟରେ ପାଣି କାଢ଼ି ଦେବା ନୁହେଁ, ବରଂ ଏହା ସ୍ଥାୟୀ ସମାଧାନ ଦାବି କରୁଛନ୍ତି। ଠିକ୍ ଭାବରେ ଡ୍ରେନେଜ ବ୍ୟବସ୍ଥା କରାଯିବା, ଥିବା ଡ୍ରେନ୍କୁ ସଫା କରିବା ଏବଂ ଆବଶ୍ୟକ ସ୍ଥାନରେ ଅତିରିକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ନେଇ ଲୋକଙ୍କର ଦାବି ରହିଛି। କାରଣ ପ୍ରତିବର୍ଷ ବର୍ଷା ଆସିବ ଏବଂ ଯଦି ସମସ୍ୟାର ସ୍ଥାୟୀ ସମାଧାନ ନ ହୁଏ, ତେବେ ପାଣି ସମାନ ସମସ୍ୟା ଦେଖାଦେବ। ବର୍ଷା ଜାରି ରହିଲେ ବଢ଼ିପାରେ ସମସ୍ୟା। ବର୍ତ୍ତମାନ ଯଦି ବର୍ଷା ଆହୁରି ଜୋରଦାର ରହେ, ତେବେ ଜମିଥିବା ପାଣିରେ ପରିମାଣ ବଢ଼ିପାରେ। ଘର ଭିତରକୁ ପାଣି ପଶିଲେ ଘରୋଇ ସାମଗ୍ରୀ ନଷ୍ଟ ହେବା ସହିତ ଲୋକଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ସ୍ଥାନୀୟ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ ଏହି ଅଞ୍ଚଳର ପରିସ୍ଥିତି ଉପରେ ନଜର ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି। ଏଠାରେ ଶେଷ କଥା, ତେବେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର କୁମ୍ଭାରପଡ଼ା ପଞ୍ଚାୟତର ଏହି ଜଳ ନିଷ୍କାସନ ସମସ୍ୟା କେବେ ସମାଧାନ ହେବ? ପ୍ରତିବର୍ଷ ବର୍ଷା ଆସିଲେ ଲୋକଙ୍କୁ ଏଭଳି ଅସୁବିଧା ଭୋଗିବାକୁ ପଡ଼ିବ ନା ଏଥର ଏହାର ସ୍ଥାୟୀ ସମାଧାନ ହେବ? ଏହା ଉପରେ ପ୍ରଶାସନ କେବେ ଦୃଷ୍ଟି ଦେଉଛି, ତାହା ଦେଖିବାକୁ ବାକି ରହିଲା। ଆପଣ ଯଦି କୁମ୍ଭାରପଡ଼ା ପଞ୍ଚାୟତର ଏହି ଅଞ୍ଚଳର ବାସିନ୍ଦା ଅଟନ୍ତି, ତେବେ ଆପଣଙ୍କ ଅଞ୍ଚଳର ସ୍ଥିତି କେମିତି ଅଛି କମେଣ୍ଟ କରି ଜଣାନ୍ତୁ। ଏଭଳି ସ୍ଥାନୀୟ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଖବରଟିକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ। ଧନ୍ୟବାଦ।